ନୂଆବର୍ଷ ପାଇଁ କେନ୍ଦ୍ରାପଡ଼ାର ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼। ବର୍ଷର ପ୍ରଥମ ଦିନ ମହାପ୍ରଭୁଙ୍କ ଦର୍ଶନ କରି ଆଶୀଷ ଭିକ୍ଷା କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଧାଡ଼ି ଦର୍ଶନର ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ଅରୁଣ ସ୍ତମ୍ଭ ନିକଟରୁ ମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଥିଲା। ସେହିପରି ନୂଆବର୍ଷ ଅବସରରେ ଶିବାନନ୍ଦ ଆଶ୍ରମ ପକ୍ଷରୁ ମନ୍ଦିର ବେଢ଼ାରେ ପ୍ରାର୍ଥନା ଦିବସ ମଧ୍ୟ ପାଳନ କରାଯାଇଥିଲା। ନୂଆ ବର୍ଷ ସମସ୍ତଙ୍କୁ ଭଲ ରଖନ୍ତୁ, ମଙ୍ଗଳ କରନ୍ତୁ, ସମସ୍ତେ ଭଲ ରହନ୍ତୁ, ସମସ୍ତେ ସେ ଭଲ ରହନ୍ତୁ, ପରିବେଶ ନେଇ ଭଲ ରହନ୍ତୁ, ଦେଶବାସୀ ସବୁ ଭଲ ରହନ୍ତୁ। ଇଂରେଜୀ କ୍ୟାଲେଣ୍ଡର ଅନୁସାରେ ଆଜି ଗୋଟେ ନୂଆ କ୍ୟାଲେଣ୍ଡର ବର୍ଷ ଆରମ୍ଭ ହଉଛି। ତେଣୁ ପୂର୍ବର ପ୍ରଚଳିତ ପ୍ରଥା ଅନୁଯାୟୀ ଲୋକମାନେ ନୂଆ ବର୍ଷକୁ ପାଳନ କରନ୍ତି, ଆନନ୍ଦର ଉଲ୍ଲାସ ସହିତ ମହାପ୍ରଭୁଙ୍କୁ ଦର୍ଶନ କରିକିରି ତାଙ୍କର ନୂତନ ବର୍ଷ ଆରମ୍ଭ କରନ୍ତି। ତେଣୁ ଏ ଇଂରେଜୀ ନବବର୍ଷରେ ମହାପ୍ରଭୁଙ୍କର ଯୋଉ ପୁଷ ଭୋଗ ବା ପହିଲୁ ଭୋଗ ହଉଛି, ଆଉ ତା ଦେହରେ ଭକ୍ତମାନେ ଶ୍ରଦ୍ଧାଳୁ ମାନେ ଲକ୍ଷ ଲକ୍ଷ ଭକ୍ତ ଶୃଙ୍ଖଳାର ସହିତ ଆସି ମନ୍ଦିର ଭିତରେ ଶ୍ରୀଜୀଉଙ୍କୁ ଦର୍ଶନ କରି ନିଜ ଜାଗାକୁ ଯାଉଛନ୍ତି ଏବଂ ଠାକୁରଙ୍କର ବିଶେଷ କିଛି ନୀତିକାନ୍ତି ଆଜି ନାହିଁ, କିନ୍ତୁ ପୁଷ ଭୋଗ ବା ପହିଲୁ ଭୋଗ ମହାପ୍ରଭୁଙ୍କର ଚାଲିଛି। ଏହି ଅବସରରେ ଇଂରେଜୀ ନବବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା।